ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଆଧ୍ୟାତ୍ମିକରଣ ଲାଗି ଯଦି ମନୁଷ୍ୟ ଜାତି ଖାଲି ସମ୍ମତି ହୋଇଯାଆନ୍ତା। ଆଧ୍ୟାତ୍ମିକରଣ ଲାଗି ଯଦି ମନୁଷ୍ୟ ଜାତି ଖାଲି ସମ୍ମତ ହୋଇଯାଆନ୍ତା। ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀ ମାତା ଶରଣଂ ମମ, ଶ୍ରୀ ଅରବିନ୍ଦ ଶରଣଂ ମମ। ଆଜିର ଏହି ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଯୋଗଦାନ କରିଥିବା ସମସ୍ତ ମାତୃପ୍ରେମୀ ଭାଇଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରି ଆଜିର ଆଲୋଚନା ଆରମ୍ଭ କରିବା। ଆଜିର ଯେଉଁ ପ୍ରସଙ୍ଗ ଆଧ୍ୟାତ୍ମିକରଣ ଲାଗି ମନୁଷ୍ୟ ଜାତି ଯଦି ସମ୍ମତ ହୋଇପାରନ୍ତା, ଏହି ବାକ୍ୟଟି ହେଉଛି ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଏବଂ ଏହା ଉପରେ ଶ୍ରୀମା ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ଆଶ୍ରମରେ ଥିଲାବେଳେ ସାଧକମାନଙ୍କ ଗହଣରେ ଶ୍ରୀମା ନିୟମିତ ଭାବରେ ପ୍ରଭୁଙ୍କର ବାଣୀ ଗୁଡ଼ିକର ଅଧ୍ୟୟନ ଏବଂ ଆଲୋଚନା କରୁଥିଲେ। ତତ୍ସମ୍ପର୍କିତ ସାଧକ ସାଧିକା ମାନଙ୍କର ପ୍ରଶ୍ନର ଉତ୍ତର ଦେଉଥିଲେ। ମାଙ୍କର ସେହି ସବୁ ବାଣୀକୁ ଆଧାର କରି ଆଜିର ଆମେ ପ୍ରସଙ୍ଗଟିର ଆଲୋଚନା କରିବା। କେଉଁ ପରିପ୍ରେକ୍ଷୀରେ ଶ୍ରୀ ଅରବିନ୍ଦ ଏ କଥାଟି କହିଥିଲେ, ପ୍ରଥମେ ଆମେ ସେ ପରିପ୍ରେକ୍ଷୀଟିକୁ ଜାଣିବା। ଅନେକ ସମୟରେ ଆମ ମନରେ ପ୍ରଶ୍ନ ଉଠେ ଯେ ଭଗବାନ ଏତେ ବଡ଼ ଗୋଟେ ଦ୍ୱନ୍ଦ୍ୱମୟ, ସଂଘର୍ଷମୟ, ଯନ୍ତ୍ରଣାକ୍ଳିଷ୍ଟ ଜଗତ କେମିତି ସୃଷ୍ଟି କଲେ, କାହିଁକି ସୃଷ୍ଟି କଲେ? କାରଣ ଆମେ ଦେଖୁଛୁ ଜୀବନରେ ପ୍ରତ୍ୟେକ ପଦକ୍ଷେପରେ ଆମେ ସାମ୍ନା କରୁଛୁ ଦ୍ୱନ୍ଦ୍ୱ, ସମସ୍ୟା, ବିପଦ, ରୋଗ, ଯନ୍ତ୍ରଣା, ଦୁଃଖ, କଷ୍ଟ, ପ୍ରତିକୂଳ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ, ଏଭଳି ଅନେକ ସମସ୍ୟା। କିଛି ପ୍ରାକୃତିକ, କିଛି ବ୍ୟକ୍ତିଗତ, କିଛି ସାମାଜିକ, କିଛି ସାମୂହିକ, କିଛି ରାଷ୍ଟ୍ରୀୟ, କିଛି ସମଗ୍ର ବିଶ୍ୱ ଜାଗତିକ। ପ୍ରତ୍ୟେକ ସ୍ତରରେ ଛୋଟ ବଡ଼ ସମସ୍ୟା ଗୁଡ଼ିକ ଲାଗି ରହିଛି, ସଂଘର୍ଷ ଲାଗି ରହିଛି। ଶୈଶବାବସ୍ଥା ଅତିକ୍ରାନ୍ତ ହେବା ମାତ୍ରେ ମଣିଷ ଏ ସଂଘର୍ଷର ସମୁଦ୍ର ଭିତରକୁ ଲମ୍ଫ ପ୍ରଦାନ କରେ। ତାପରେ ଧୀରେ ଧୀରେ ତାର ଜୀବନ ଅଧିକରୁ ଅଧିକ ଜଟିଳ ହେଇଯାଏ। ସଂଘର୍ଷର ସାମ୍ନା କରିବା ପାଇଁ, ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପାଇଁ ଏବଂ ତା ଉପରେ ବିଜୟ ହାସଲ କରିବା ପାଇଁ ସତେଅବା ମଣିଷ ବାଧ୍ୟ ହେଇଯାଏ। ସତେଅବା ତାକୁ ଏଥିପାଇଁ ସୃଷ୍ଟି କରାଯାଇଛି। ଆମେ ବୁଝିପାରୁନାହିଁ ଯେ ଭଗବାନଙ୍କର ଏଭଳି ସୃଷ୍ଟିର ଉଦ୍ଦେଶ୍ୟ କଣ। ଆମ ମନରେ ପ୍ରଶ୍ନ ଆସେ ଏବଂ ଏଇ କାହିଁକିର ଉତ୍ତର ପ୍ରଭୁ ଦେଉଛନ୍ତି। ଯେ ଏ ମନୁଷ୍ୟ ଜାତି ବର୍ତ୍ତମାନ ଯେଉଁ ଅବସ୍ଥାରେ ପହଞ୍ଚିଛି, ତା ତ ମୂଳରୁ ନଥିଲା।
ଏବଂ ଭବିଷ୍ୟତରେ ମଧ୍ୟ ନଥିବ। ଏଇଟା ହେଉଛି ଗୋଟେ ମଧ୍ୟବର୍ତ୍ତୀ ପର୍ଯ୍ୟାୟ। यार यात्रा आरंभ होइछि केउठु ना भगवानଙ୍କର आनंदमय स्थितिରୁ। से आनंदमय स्थितिରୁ भगवान तळକୁ तळକୁ ओह्लेइछन्ति, निज उपरे आवरण ढांकी देई जाइछन्ति, स्तर पर स्तर स्तर पर स्तर, तापर शेषरे निश्चेतनार परिणत हो जाइछन्ति, इनकॉन्शियंट, ଯାହାକି ପଥର ପାଷାଣ ଠାରୁ ମଧ୍ୟ ଆହୁରି ଜଡ଼, ଆହୁରି ଅନ୍ଧକାରାଚ୍ଛନ୍ନ, ଆହୁରି ଅନମନୀୟ। ଏବଂ ସେଇଠି ପହଞ୍ଚିଲା ପରେ ଯୋଉଠି ଆନନ୍ଦ ପରିଣତ ହୋଇଯାଇଛି ସମ୍ପୂର୍ଣ୍ଣ ନିରାନନ୍ଦରେ, ଅମରତ୍ୱ ପରିଣତ ହୋଇଯାଇଛି ମୃତ୍ୟୁରେ, ଏବଂ आलोक परिणत हो अंधकार रे, ठीक से बड़ी परम ज्ञान परिणत हो अज्ञानतार, संपूर्ण वैपरीत्यर गोटे अवस्था। से अवस्था पहुंचला परे भगवान पुणी इच्छा कले ना पूर्वावस्था को फेरी जावाई। सेठू आरंभ है विवर्तन यात्रा। तेणु से निश्चेतनार धीरे 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 चेतना विकसित हो निर्जीवर सजीव, उद्भिदर प्राणी, एपरि भाव में विभिन्न पर्याय देकर शेष मनीष अवस्था पहुंची चेतना। ता ऊपर को आहरी यात्रा बाकी अच्छी। तेणु से जो परम चेतना, परमानंद, परम ब्रह्म, सच्चिदानंद परम ब्रह्म, से अवस्था पहुंचवा पर्यंत आमर यात्रा चलती। से अवस्था पहुंचले आमर चेतना जमती शुद्ध सुवर्ण 24 कैरेट गोल्ड से परिणत हो, से परिणत होगापाई वर्तमान प्रस्तुति चली समग्र विश्व जागतिक स्तर में गोटे व्यापक प्रस्तुति। एवं से प्रस्तुति प्रक्रियाटी आनंददायक नुहे, सुखकर नुहे, प्रीतिप्रद नुहे। कारण कौन सी शुद्धिकरण प्रक्रिया बा विकास प्रक्रिया, उपांतर प्रक्रिया केबे सुखकर ही न थाए। गोटे पत्थर भितरे, विराट पत्थर खंडटी भितरे गोटे सुंदर मूर्ति लुकायित होकर अच्छी। अर्थात से पत्थर को ठीक भाव में खोदे कर आनले से मूर्ति उत्पन्न हम। अर्थात से मूर्ति पत्थर भितर थिला, ताको खोदे कर बाहर करबार आवश्यक थिला। किंतु से खोदे करिवार प्रक्रिया पत्थर को केते कष्ट होतो। जदि तार कहिवार सामर्थ्य थांता से कहि पारंता जे मो देहरु तुमे पुळा पुळा मांस केमती बाहर कर दोच, मते एति जोरे आघात केमती करूच। सबु आघात से सहिबा को बाध्य, कारण तार रूपांतरित हबार अच्छी। सुवर्ण को शुद्ध हवा पाई उत्तप्त अग्निकुंड रे निक्षिप्त हवा को पड़े। उत्तप्त अग्नि रे तौली करी ता भीतर सबू आवर्जना मैला सब बाहरी जाए, तापर शुद्ध सुवर्ण परिणत हो जाए। उत्तप्त अग्नि मध्यरे तौलीकृत हवा पाई जो कष्ट ताकू बरण न कले बा ता मध्य दे न गले सुवर्ण शुद्ध हो पार ना। तेणु शुद्धिकरण प्रक्रियाटी सब कष्टकर हवा अनिवार्य।
ଗୋଟେ ରାସ୍ତା ତିଆରି ଚାଲିଛି। ରାସ୍ତାଟି ଆଗରୁ ବହୁତ ଆବୁଡା ଖାବୁଡା ଥିଲା, କିନ୍ତୁ କୌଣସି ପ୍ରକାରେ ଯିବା ଆସିବା କରି ହେଉଥିଲା। ଯଦି ରାସ୍ତାର ସମ୍ପୂର୍ଣ୍ଣ ରୂପାନ୍ତରଣ ବା ନବକଳେବର ଯଦି କରିବାକୁ ହୁଏ, ତାହେଲେ ରାସ୍ତାଟିକୁ ଆମୂଳଚୂଳ ବରଂ ଦୁଇ ପାର୍ଶ୍ୱରୁ କିଛି ଅଧିକ ସ୍ଥାନ ଖୋଳି ଦେବାକୁ ପଡିବ ପ୍ରଥମେ। ମାନେ ଏମିତି ଅବସ୍ଥାରେ ତାକୁ ପକେଇବାକୁ ପଡିବ କିଛି ଦିନ, ଯୋଉ ଅବସ୍ଥାରେ କେହି ସେଥିରେ ଯାତାୟାତ କରିପାରିବେ ନାହିଁ। ଅତି ଭୟଙ୍କର ଦୁର୍ଗମ ଗର୍ତ୍ତଟି ହେଇଯିବ ସେଟା। କିନ୍ତୁ ପୁରାପୁରି ରାସ୍ତାଟି ବନିଗଲା ପରେ, କମ୍ପ୍ଲିଟ ହେଇଗଲା ପରେ ଏତେ ସୁନ୍ଦର ଲାଗିବ, ପ୍ରଶସ୍ତ ମସୃଣ ହେଇକରି, ଯେ ଆମେ ବିଶ୍ୱାସ କରିପାରିବା ନାହିଁ। କିନ୍ତୁ ତାର ପୂର୍ବରୁ ଯେଉଁ ପ୍ରକ୍ରିୟା ଆମେ ବୁଝିପାରୁଛନ୍ତି, ଯଦି ଆମେ ଅଭିଯୋଗ କରିବା ଯେ ଭଲ ରାସ୍ତା କରିବା ପାଇଁ କହିଲେ ଅଥଚ ଖୋଳି ଦଉଛନ୍ତି କେମିତି, ଆଗରୁ ତ ଟିକେ ଯାହା ଆସିଲେ କରି ହଉଥିଲା, ଏବେ ତ ମୋଟେ ଯାଇ ହେଉନାହିଁ, କହିଲେ ତାର ଉତ୍ତର କଣ ହବ? ଯେ ଗୋଟେ ବିରାଟ ପରିବର୍ତ୍ତନ ପାଇଁ ସାମୟିକ ଅସୁବିଧା ବା ଯନ୍ତ୍ରଣାକୁ ଆମକୁ ସହିବାକୁ ହିଁ ପଡିବ। ତା ନହେଲେ ଭବିଷ୍ୟତର ଉଜ୍ଜଳ ସମ୍ଭାବନା ଆମ ପାଖରେ ପ୍ରକାଶିତ ହେବ ନାହିଁ। ତେଣୁ ଏହି ଜଗତର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରଭୁଙ୍କର ଉତ୍ତର ହେଉଛି ଯେ ମଣିଷ ଜାତି ତାର ଉଜ୍ଜଳ ଭବିଷ୍ୟତ ଅଛି। ମ୍ୟାନ୍ ଇଜ୍ ଏ ଟ୍ରାଞ୍ଜିସନାଲ ବିଇଂ। ତାର ଭବିଷ୍ୟତ କଣ? ତାର ଭବିଷ୍ୟତ ହେଉଛି ସଚ୍ଚିଦାନନ୍ଦ, ପରମ ବ୍ରହ୍ମ, ସିଏ ହେବ ଭଗବାନ। ତେଣୁ ସେଇ ଭଗବତ୍ୱର ଯାତ୍ରା ପଥରେ ତାକୁ ଶୁଦ୍ଧୀକୃତ ହେବାକୁ ପଡିବ, ଉତ୍ତପ୍ତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବାକୁ ପଡିବ। ଏବଂ ଏଇ ଉତ୍ତପ୍ତ ଅଗ୍ନିକୁଣ୍ଡ କଣ ନା, ଯାହା ସବୁ ଆମେ ଦେଖୁଛୁ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ମରୁଡି, ମହାମାରୀ, ନିକଟରେ ଆମେ କରୋନା ମହାମାରୀର ସମ୍ମୁଖୀନ ହେଇସାରିଛନ୍ତି। ବିଭିନ୍ନ ପ୍ରକାର ସଂଘର୍ଷ, ଯୁଦ୍ଧ, ବିପ୍ଳବ, କେତେ ଭୟଙ୍କର ପରିସ୍ଥିତି ଦେଇକରି ମାନବ ଜାତିକୁ ଗତି କରିବାକୁ ପଡୁଛି। ଏ ଘଟଣା ଗୁଡିକୁ ଗୋଟି ଗୋଟି କରି ତାର କାରଣ ଖୋଜିଲେ ଆମେ ପାଇପାରିବା ନାହିଁ, ବା ତାର ମୂଳ ପର୍ଯ୍ୟନ୍ତ ଯାଇପାରିବା ନାହିଁ, ତାର ସମାଧାନ କିଛି କରିପାରିବା ନାହିଁ। ଏହାକୁ ସାମଗ୍ରିକ ଭାବରେ ଦେଖିବାର ଆବଶ୍ୟକତା ରହିଛି ଏବଂ ଆମ ପାଇଁ ସେ ଦୃଷ୍ଟିଟି ଖୋଲି ଦେଇଛନ୍ତି ପ୍ରଭୁ ଶ୍ରୀ ଅରବିନ୍ଦ, ଦିବ୍ୟଜନନୀ ଶ୍ରୀମା। ତାହେଲେ ପ୍ରଭୁଙ୍କର ଏବଂ ମାଙ୍କର କହିବାର ତାତ୍ପର୍ଯ୍ୟ କଣ? କାହିଁକି ହେଇଛି ପୃଥିବୀର ଏଭଳି ଅବସ୍ଥା? ଏଇଟା ଭଗବାନଙ୍କର ଇଚ୍ଛାରେ ହେଇଛି। ଏଇଟା ହେଉଛି ସେ ଶୁଦ୍ଧିକରଣ ପ୍ରକ୍ରିୟା, ଦି ପ୍ରୋସେସ ଅଫ ପ୍ୟୁରିଫିକେସନ। ମଣିଷର ଚେତନା ଏତେ ଅଶୁଦ୍ଧ ଅବସ୍ଥାରେ ଅଛି, ଏତେ ଅଗ୍ରହଣଶୀଳ ଅବସ୍ଥାରେ ଅଛି, ଯେ ତାକୁ ଏଭଳି ଆଘାତ ନଦେଲେ ସେ ଜାଗ୍ରତ ହବ ନାହିଁ। ଏଭଳି ଆଘାତ ଦେଇକରି, ଏତେ ଦାରୁଣ ଆଘାତ ଦେଇକରି ବି ତ ସେ ଜାଗ୍ରତ ହଉନାହିଁ। ପୁନର୍ବାର ସେଇ ଭୁଲ କରି ବସୁଛି, ପୁନର୍ବାର ସେଇ ତ୍ରୁଟିପୂର୍ଣ୍ଣ ଅଜ୍ଞାନାଚ୍ଛନ୍ନ ଅବସ୍ଥାରେ ସେ ପତିତ ହେଇଯାଉଛି। ଯେତେ ଝଟକା ଖାଇଲେ ବି, ଯେତେ ଧୋକା ଖାଇଲେ ବି ପରିସ୍ଥିତିରୁ ସେ ଶିକ୍ଷା ଲାଭ କରିପାରୁନାହିଁ। କେହି ଜଣେ କୌତୁକିଆ ଢଙ୍ଗରେ କହିଥିଲେ, ଦି ଗ୍ରେଟେଷ୍ଟ ଲେସନ ୱି ଲର୍ନ ଫ୍ରମ ହିଷ୍ଟ୍ରି ଇଜ ଦ୍ୟାଟ୍ ୱି ଡୁ ନଟ୍ ଲର୍ନ ଏନିଥିଙ୍ଗ। ଇତିହାସରୁ
ଆମେ ସବୁଠୁ ବଡ଼ ଲେସନ ବା ସବୁଠୁ ବଡ଼ ଶିକ୍ଷା ଯାହା ଗ୍ରହଣ କରୁ ସେଟା ହେଲା ଯେ ଆମେ କିଛି ବି ଶିକ୍ଷା କରୁନୁ। ଏଇଟା ହଉଛି ସେ ଶିକ୍ଷା। ଏବଂ ତାର ପ୍ରମାଣ କଣ ସେ ପୁଣି କହୁଛନ୍ତି, ବିକଜ had we been learning anything then history would not repeat itself. ଯଦି ପ୍ରକୃତରେ କିଛି ଆମେ ଶିକ୍ଷା ଗ୍ରହଣ କରୁଥାନ୍ତୁ ତାହେଲେ ଇତିହାସ ନିଜକୁ ପୁନରାବୃତ୍ତ କରନ୍ତା ନାହିଁ। କିନ୍ତୁ ଆମେ ଜାଣୁ ଏଇଟା ସବୁବେଳେ କୁହାଯାଏ ହିଷ୍ଟ୍ରି ରିପିଟ୍ସ ଇଟସେଲ୍ଫ, ଅର୍ଥାତ୍ ସେ ସମାନ ପ୍ରକାରର ଘଟଣା ପୁନରାବୃତ୍ତ ହେଇଥାଏ। ସମାନ ପ୍ରକାର ଘଟଣା, ମାନେ ଯେଉଁ କାରଣରୁ ଗୋଟେ ଯୁଦ୍ଧ ହେଇଥିଲା କିଛି 100 ବର୍ଷ ତଳେ, ଠିକ ସେଇ ସମାନ ବା ସେଇ ସଦୃଶ କାରଣରୁ ସିମିଲାର ରିଜନ୍ସ ହେତୁରୁ ପୁନର୍ବାର ଗୋଟେ ଯୁଦ୍ଧ ହୁଏ। ତାହେଲେ ଇତିହାସରୁ ମଣିଷ କଣ ଶିକ୍ଷା କଲା? ଇତିହାସ ଆମେ ପଢୁ ମଣିଷର ଭୁଲରୁ ଶିକ୍ଷା ଗ୍ରହଣ କରି ସେଭଳି ଭୁଲକୁ ଆଉ ପୁନରାବୃତ୍ତି ନ କରିବା ପାଇଁ। କିନ୍ତୁ ପୁନରାବୃତ୍ତି କରୁଥାଉ, ଯେହେତୁ ସେ ସମାନ ଭୁଲର ପୁନରାବୃତ୍ତି କରୁଥାଉ, ଆମେ ସେଟା ପ୍ରମାଣିତ କରୁଛି ଯେ ଆମେ ପ୍ରକୃତରେ ଶିଖିବା ପାଇଁ ପ୍ରସ୍ତୁତ ନୁହଁ, ଆମେ ଜିଜ୍ଞାସା ଗ୍ରହଣଶୀଳ ନାହୁଁ। ପ୍ରଭୁଙ୍କର ଇଶାରାକୁ ଆମେ ହେୟଜ୍ଞାନ କରିଦଉଛୁ। ତେଣୁ ଆହୁରି ଚାବୁକ ମାଡ଼ର ଆବଶ୍ୟକତା ରହିଛି। ତେଣୁ ମହାକାଳୀଙ୍କ ଲୀଳାରେ ଭଗବାନ ଆମକୁ ଗୋଟେ ଗୋଟେ ଚାବୁକ ପ୍ରହାର କରନ୍ତି ଏଭଳି ବିକଟ ପରିସ୍ଥିତି ଗୁଡ଼ିକର ମାଧ୍ୟମରେ। ଏବଂ ତାହେଲେ ଉପାୟ କଣ? ଏଭଳି ଭଗବାନଙ୍କର ଚାବୁକ ମାଡ଼ରୁ ବଞ୍ଚିବା ପାଇଁ ସରଳ କଥା, ଯାହା ଭଗବାନ ଶିଖେଇବାକୁ ଚାହୁଁଛନ୍ତି ତାହା ଯଦି ଆମେ ଶିଖିବା ପାଇଁ ପ୍ରସ୍ତୁତ ହେଇଯାଆନ୍ତି, ଆମେ ସମ୍ମତ ହେଇଯାଆନ୍ତି, ଯଦି ଭଗବାନଙ୍କ କଥାରେ ଆମେ ହଁ ଭରି ଦିଅନ୍ତେ, ତାହେଲେ ଆଉ ଚାବୁକ ମାଡ଼ର ଆବଶ୍ୟକତା ପଡନ୍ତା ନାହିଁ। ଏବଂ କଣ ଶିକ୍ଷା ଭଗବାନ ଆମକୁ ଦେବାକୁ ଚାହୁଁଛନ୍ତି? ସେଟା ହଉଛି ଆଧ୍ୟାତ୍ମିକତାର ଶିକ୍ଷା। ତେଣୁ ପ୍ରଭୁ କହିଲେ ଆଧ୍ୟାତ୍ମିକ ଭୂମିକୁ ଉତ୍ତୀର୍ଣ୍ଣ ହେଇଯିବା ଲାଗି ମନୁଷ୍ୟ ଯଦି ସମ୍ମତ ହେଇଯାଆନ୍ତା, ରାଜି ହେଇଯାଆନ୍ତା, ଖୁସିରେ ଆନନ୍ଦ ସମ୍ମତି ପ୍ରଦାନ କରନ୍ତା, ତାହେଲେ ଏଭଳି କଠୋର ପରିସ୍ଥିତିର ସାମ୍ନା କରିବାକୁ ତାକୁ ପଡନ୍ତା ନାହିଁ। ତାହେଲେ ପ୍ରକୃତରେ ସେ ଆଧ୍ୟାତ୍ମିକତାଟି କଣ? ଆମେ ସରଳ ଭାବରେ ବୁଝିବା। ବିଷୟ ତ ଅତ୍ୟନ୍ତ ବ୍ୟାପକ ହେଇଯିବ, ବିସ୍ତୃତ ହେଇଯିବ। ସରଳ ଭାବରେ ଆଧ୍ୟାତ୍ମିକତାର ଅର୍ଥ ହେଉଛି ସତ୍ୟର ସନ୍ଧାନ। ସତ୍ୟର ସନ୍ଧାନ, ସତ୍ୟକୁ ଖୋଜିବା। ଛୋଟ ବଡ଼ ପ୍ରତ୍ୟେକ ଘଟଣାରେ, ପ୍ରତ୍ୟେକ ମୁହୂର୍ତ୍ତରେ ଜୀବନରେ ସତ୍ୟ ହିଁ ଆମର କାମ୍ୟ। ସତ୍ୟ ଯାହାର ଜୀବନରେ କାମ୍ୟ ତାକୁ କୁହାଯାଏ ସତ୍ୟ କାମ। ଆମେ ସମସ୍ତେ ସତ୍ୟ କାମ ହବା। ସତ୍ୟ କଣ? ଯାହା ଶାଶ୍ୱତ, ଯାହା ଚିରନ୍ତନ, ଆମର ଜୀବନର ପ୍ରତ୍ୟେକ ସ୍ତରରେ ଲୁକ୍କାୟିତ ସତ୍ୟଟି ରହିଛି। ପ୍ରତ୍ୟେକ ଘଟଣାରେ, ଜୀବନର ପ୍ରତ୍ୟେକଟି କମ୍ପନରେ, ପ୍ରତ୍ୟେକଟି ଅବସ୍ଥାରେ ସତ୍ୟଟି ଲୁକ୍କାୟିତ ହେଇକି ରହିଛି। ତାକୁ ଆମକୁ ବାହାର କରିବାକୁ ପଡିବ। ଜୀବନରେ ସତ୍ୟର ସନ୍ଧାନ, ସେଟା ହଉଛି ଆଧ୍ୟାତ୍ମିକତା। ସେଟା ହିଁ ତ ଦର୍ଶନ, ଦର୍ଶନର ମୂଳ ଭିତ୍ତି। ଏଟାକୁ ଆମେ ଯଦି ଗୋଟେ ବହୁତ ବଡ ଜିନିଷ ଭାବିକରି ଆଡେଇ ଦେବା, ଦାର୍ଶନିକ ତତ୍ତ୍ୱ ଭାବିକରି ଉପେକ୍ଷା କରିଦେବା, ତାହେଲେ ପୁନର୍ବାର ସେଇ ଭୁଲର ଗର୍ତ୍ତ ଭିତରକୁ ଖସି ପଡିବ। ପ୍ରକୃତରେ ସତ୍ୟଟି କଣ ସେଟା ବୁଝିବାଟା ସରଳ, ଯଦିଓ ତାକୁ ଆଚରଣ ପ୍ରକାଶିତ କରିବା ଆମ ପାଇଁ କଷ୍ଟକର ହେଇଥାଏ। ଧରାଯାଉ ଆମର ଦୈନନ୍ଦିନ ଜୀବନର ଗୋଟେ ମୁଖ୍ୟ ଆବଶ୍ୟକତା ଖାଦ୍ୟ ଏବଂ ପାନୀୟ। ଏହା ସମ୍ପର୍କରେ ସତ୍ୟଟି କଣ? ଖାଦ୍ୟ କଣ? ଆମେ କାହିଁକି ଖାଇବା?
କେତେ ପରିମାଣରେ ଖାଇବା, କେତେ ଥର ଖାଇବା, କିଭଳି ଉପାୟରେ ଖାଇବା, ଏମିତି ଯାବତୀୟ ପ୍ରଶ୍ନ ସବୁବେଳେ ଆମେ ଏଇ ଦ୍ୱନ୍ଦ୍ୱରେ ପଡ଼ିଥାଉ। କିନ୍ତୁ ଯେ ସତ୍ୟର ସନ୍ଧାନ ହେଇଥିବ ତାକୁ ଏ ପ୍ରଶ୍ନ ଉତ୍ତର ସହଜରେ ମିଳିଯିବ। ଯିଏ ଚାହୁଁନଥିବ ସେ ଅଯଥାରେ ଜଟିଳ କରିବ। ସତ୍ୟ ସର୍ବଦା ସରଳ ହେଇଥାଏ, ସୁବୋଧ୍ୟ ହେଇଥାଏ, ଗ୍ରହଣୀୟ ହେଇଥାଏ। ଆମେ ଗ୍ରହଣଶୀଳ ନୋହୁ ବୋଲି ସତ୍ୟକୁ ବିକୃତ ଭାବରେ ବ୍ୟାଖ୍ୟା କରୁ, ତାକୁ ଜଟିଳ କରିଦେଉ ଏବଂ ଜଟିଳ ହେବା ଦ୍ୱାରା ସେଟା ପ୍ରକୃତରେ ସତ୍ୟ ହେଇକି ରହେ ନାହିଁ, ମିଥ୍ୟାରେ ପରିଣତ ହେଇଯାଏ। ସେଇ ଖାଇବା ପ୍ରସଙ୍ଗକୁ ଆସିବା। ଆମେ ଜାଣୁ ଖାଦ୍ୟ ହେଉଛି ଜୀବନ ଧାରଣ ଗୋଟେ ଆବଶ୍ୟକତା। ପ୍ରାଣର ଶକ୍ତି ଲାଭ ପାଇଁ ଗୋଟେ ମାଧ୍ୟମ। ସେଇ କିଛି ଉପାଦାନ ଭିତରୁ, କିଛି ବସ୍ତୁତ୍ୱ ଭିତରୁ ଅତି ରହସ୍ୟଜନକ ଭାବରେ ଭଗବାନ ପ୍ରାଣିକ ଶକ୍ତି ଆହରଣ କରୁଛନ୍ତି। ଏଇଟା ହେଉଛି ଖାଦ୍ୟ ହଜମ ଏବଂ ବିକାଶର ଶକ୍ତି ଆହରଣର ପ୍ରକ୍ରିୟା। ତାହେଲେ ଏଠି ପ୍ରଶ୍ନ ଉଠୁଛି, କଣ ସବୁ ଆମର ଖାଦ୍ୟ? ସ୍ୱାଭାବିକ ପ୍ରଶ୍ନ, ଯାହା ଆମ ପାଇଁ ଭକ୍ଷଣୀୟ, ଯାହା ଆମ ପାଇଁ ଗ୍ରହଣୀୟ, ଯାହା ସୁପାଚ୍ୟ, ଯାହା ସୁଲଭ, ଯାହା ସରଳ, ସେଟା ହିଁ ଆମର ଖାଦ୍ୟ। ପ୍ରକୃତି ଆମକୁ ଆମର ସବୁ ଆବଶ୍ୟକତା ଗୁଡ଼ିକ ଯୋଗାଇଥାଏ। ଖାଦ୍ୟ ଆମକୁ ପ୍ରକୃତି ଯୋଗାଏ। ଭଗବାନଙ୍କର କେତେ ସୁଚିନ୍ତିତ ବ୍ୟବସ୍ଥା ଦେଖନ୍ତୁ। ପଶୁ ପକ୍ଷୀମାନେ ବନ୍ୟ ଫଳମୂଳ, ଡାଳ ପତ୍ର ଇତ୍ୟାଦି ଖାଇକରି ଜୀବନ ଧାରଣ କରନ୍ତି। କେହି ମାଂସାଶୀ ପ୍ରାଣୀ ଜୀବ ମାରିକରି ତାର ମାଂସ ଭକ୍ଷଣ କରନ୍ତି। କିନ୍ତୁ ଯାହା ବି କରନ୍ତି ସେମାନେ ତାକୁ ପ୍ରାକୃତିକ ଉପାୟରେ, ତାକୁ କେହି ପ୍ରୋସେସିଂ କରନ୍ତି ନାହିଁ, ବିଭିନ୍ନ ପ୍ରକାର ବ୍ୟଞ୍ଜନ ତାକୁ ତିଆରି କରନ୍ତି ନାହିଁ, ସିଧାସଳଖ ଗ୍ରହଣ କରନ୍ତି। ସେଇଟା ଆମର ଖାଦ୍ୟ। ଏବଂ ପାଣି ତ ପାନୀୟ, ପୃଥିବୀର ଅମୃତ ହେଉଛି ଜଳ। ୟାକୁ ଛାଡ଼ିଦେଲେ ଖାଦ୍ୟ ବିଷୟରେ ଆଉ ଦ୍ୱିରୁକ୍ତି ନାହିଁ। କିନ୍ତୁ ଆମେ ଯେଉଁ ବର୍ତ୍ତମାନ ଯୁଗରେ ଯାହା ଖାଦ୍ୟ ଗ୍ରହଣ କରୁଛୁ, ଗଭୀର ଭାବରେ ଚିନ୍ତା କଲେ ଦେଖିବା ଆମେ କେତେ ବିକୃତ ସ୍ତରକୁ ଓହ୍ଲାଇ ଆସିଛୁ, କେତେ ଦୂରେଇ ଯାଇଛୁ ସତ୍ୟ ଠାରୁ, କେତେ ଦୂରେଇ ଯାଇଛୁ, ଯାହାର କି କିଛି ବି ଆବଶ୍ୟକତା ନାହିଁ, ବରଂ ଯାହା ଆମ ପାଇଁ କ୍ଷତିକାରକ, ଯାହା ଆଦୌ ଭୋଜନୀୟ ନୁହେଁ, ଅଖାଦ୍ୟ, ସେଭଳି ଜିନିଷକୁ ଆମେ ଖାଦ୍ୟ ଭାବରେ ଗ୍ରହଣ କରୁଛୁ। ମୁଁ ଅବିସ୍ତୃତ ଭାବରେ ବ୍ୟାଖ୍ୟା କରୁନାହିଁ, ସମସ୍ତେ ବୁଝିପାରୁଥିବେ। ଆମର ଦୈନନ୍ଦିନ ଜୀବନରେ ଏହାର ଉଦାହରଣ ଭରପୁର। ପ୍ରାୟ ସମସ୍ତଙ୍କର ଜୀବନରେ ଖାଦ୍ୟ ନାମରେ ଅଖାଦ୍ୟ ବା କୁଖାଦ୍ୟ, ଦୂଷିତ ଖାଦ୍ୟ ଗୋଟେ ମୁଖ୍ୟ ସ୍ଥାନ ଅଧିକାର କରିଥାଏ ଆମ ସମସ୍ତଙ୍କର ଜୀବନରେ। ଆମେ କଣ ଜାଣୁନା? ଯୋଉମାନେ ଜାଣନ୍ତି ନାହିଁ ସେ କଥା ଅଲଗା, କିନ୍ତୁ ଅଧିକାଂଶ ବ୍ୟକ୍ତି, ଅଧିକାଂଶ ମଣିଷ ସତ୍ୟ କଣ ଜାଣି ତାର ବିରୁଦ୍ଧାଚରଣ କରିଥାନ୍ତି, ଅଖାଦ୍ୟକୁ ବରଣ କରିଥାନ୍ତି। ଯିଏ ଅଜାଣତରେ ଭୁଲ କରିବ ତାକୁ ହୁଏତ କ୍ଷମା କରାଯାଇପାରେ, କିନ୍ତୁ ଯିଏ ସଜ୍ଞାନରେ ଭୁଲ କରିବ ତାକୁ ବୁଝେଇକି କିଛି ଲାଭ ନାହିଁ। ହାତୀ ଯଦି ଉନ୍ମତ୍ତ ହବ ତାକୁ କାଉନସିଲିଂ କଲେ କିଛି ଲାଭ ଅଛି କି? ତାକୁ ଆଉଁସା ଆଉଁସି କଲେ କିଛି ଲାଭ ଅଛି କି? ତାକୁ ବାଡିରେ ବାଡେଇଲେ କିଛି ଲାଭ ଅଛି କି? କାରଣ ସେ ଭିତରୁ କୌଣସି ଭାଷା ସେ ବୁଝିବ ନାହିଁ। ଏକମାତ୍ର ଯେଉଁ ଭାଷା ସେ ବୁଝିବ ସେଟା ହେଉଛି ଅଙ୍କୁଶର ଭାଷା। ତେଣୁ ଗଜକୁ ଅଙ୍କୁଶ ବୋଲି କୁହାଯାଏ।
ଯିଏ ଯେଉଁ ଭାଷା ବୁଝିବ ତାକୁ ସେଇ ଭାଷାରେ ବୁଝିବାକୁ ପଡିବ ନା, ଅନ୍ୟ ଭାଷାରେ ବୁଝେଇଲେ କଣ ଲାଭ? ତେଣୁ ଗଜକୁ ଯେମିତି ଅଙ୍କୁଶ ଦରକାର, ମଣିଷ ଜାତି ବର୍ତ୍ତମାନ ଆଧ୍ୟାତ୍ମିକତାର ଭାଷା ବୁଝିବା ପାଇଁ ଅସମର୍ଥ। ତେଣୁ ତାକୁ ଅଙ୍କୁଶର ଭାଷାରେ ପ୍ରଭୁ ବୁଝାଉଛନ୍ତି, ଭଗବାନ ବୁଝାଉଛନ୍ତି। ସେ ଅଙ୍କୁଶର ଭାଷା ହେଉଛି ଏଇ ସବୁ ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ବିପାକ ଏବଂ ବିଭିନ୍ନ ପ୍ରକାର ପାରିବେଶିକ ସଙ୍କଟ ଏବଂ ସର୍ବୋପରି ମୃତ୍ୟୁ। ମୃତ୍ୟୁ ସର୍ବବ୍ୟାଧିହର, ସର୍ବଜ୍ୱରହର, ସର୍ବପୀଡ଼ାର ବିନାଶକ, ସର୍ବପୀଡ଼ାନ୍ତକ ସେ ହେଉଛି ମୃତ୍ୟୁ। ପରମ କାରୁଣିକ ଭଗବାନ ଆମକୁ କେତେ ଦୟାକରି ପ୍ରକୃତରେ ମୃତ୍ୟୁଟି ଆମ ପାଇଁ ଦେଇଛନ୍ତି ଏବଂ ବାରମ୍ବାର ଦଉଛନ୍ତି। କାରଣ ଥରେ ଜୀବର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି। ମରଣ କାଳକୁ ସିନା ଜାଣି ଦଉଛି, ସେ ସଂକଳ୍ପ କରୁଛି ସେତେବେଳେ ନା ଆର ଥରକ ଭୁଲ ହବ ନାହିଁ ପ୍ରଭୁ, କିନ୍ତୁ ପୁନର୍ବାର ଜନ୍ମଗ୍ରହଣ କଲା ମାତ୍ରେ, ଭୂମି ସ୍ପର୍ଶ କଲା ମାତ୍ରେ କୁଆଁ ବୁଲନ୍ତରଣ ସବୁ ଗଲା ପାଶରୁ, ସବୁ ପୂର୍ବ ସଂକଳ୍ପ ବିସ୍ମୃତ ହେଇଯାଉଛି। ପୁନର୍ବାର ସେଇ ଭୁଲର ପୁନରାବୃତ୍ତି, ପୁନରପି ଜନନମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନ। ତେଣୁ ଯେପର୍ଯ୍ୟନ୍ତ ମଣିଷ ଜାତି ସତ୍ୟର ସନ୍ଧାନୀ ହେଇନାହିଁ, ସେ ପର୍ଯ୍ୟନ୍ତ ତା ଉପରେ ଏସବୁ ଚାବୁକ ମାଡ଼ ଗୁଡ଼ିକ ପଡୁଥିବ। ଯେପର୍ଯ୍ୟନ୍ତ ମଣିଷ ମୋହରୁ ମୁକ୍ତ ହେଇନାହିଁ, ସେ ପର୍ଯ୍ୟନ୍ତ ତା ଉପରେ ମୁଦ୍ଗର ପଡୁଥିବ ହିଁ ପଡୁଥିବ। ମୋହ ମୁଦ୍ଗର ଗୋଟେ ସୁନ୍ଦର ଲେଖା ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କର। ମଣିଷକୁ ଆଧ୍ୟାତ୍ମିକରଣ ଲାଗି ପ୍ରସ୍ତୁତ ହେବା ପାଇଁ, ପ୍ରେରଣା ଯୋଗାଇବା ପାଇଁ ଏଭଳି ଗ୍ରନ୍ଥ ଗୁଡ଼ିକ ବହୁତ ଉପଯୋଗୀ। ମୋହ ମୁଦ୍ଗର ଭଜ ଗୋବିନ୍ଦରମ୍, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଲେଖା ଗୁଡ଼ିକ ଯେକୌଣସି ମଣିଷର ହୃଦୟରେ ଆଧ୍ୟାତ୍ମିକ ପ୍ରେରଣା ଏବଂ ବୈରାଗ୍ୟର ପିପାସା ଜାଗ୍ରତ କରିବା ପାଇଁ ଯଥେଷ୍ଟ। ପ୍ରଭୁ କହୁଛନ୍ତି ଏ ଆଧ୍ୟାତ୍ମିକ ଭୂମିକୁ ଉତ୍ତୀର୍ଣ୍ଣ ହେଇଯିବା ଲାଗି ମଣିଷ ଥରେ ଯଦି ଆପଣାର ସମ୍ମତି ପ୍ରଦାନ କରିଦିଅନ୍ତା, ତେବେ ସବୁ କିଛି ବଦଳି ଯାଇପାରନ୍ତା। ସବୁ କିଛି ଅତି ସୁନ୍ଦର ହେଇଯାଆନ୍ତା ଏ ପୃଥିବୀ। ଏଥିରେ ଅସଙ୍ଗତି, ଦୁଃଖ, ଦୈନ୍ୟ, ସଂଘର୍ଷ, ଦ୍ୱନ୍ଦ୍ୱ, ରୋଗ ବ୍ୟାଧି, ଏପରିକି ମୃତ୍ୟୁ, ଏହାର କୌଣସି ଆବଶ୍ୟକତା ନଥାନ୍ତା। କିନ୍ତୁ ବର୍ତ୍ତମାନ ମଣିଷ କେଉଁ ଅବସ୍ଥାରେ ଅଛି? ମଣିଷର ମାନସିକ, ପ୍ରାଣିକ ଓ ଦୈହିକ ପ୍ରକୃତି ସେ ଉଚ୍ଚତର ବିଧାନଟି ବିଷୟରେ ସମ୍ପୂର୍ଣ୍ଣ ବିରୋଧୀ ହେଇକି ରହିଛି। ଯେଉଁ ଦିବ୍ୟ ବିଧାନ ମଣିଷର ଚେତନାକୁ ପରିଚାଳିତ କରୁଛି, ତାକୁ ମଣିଷ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହେଁ। ତାର ଚେତନାର ଗୋଟିଏ ଅଂଶରେ ହୁଏତ ସେ ଟିକେ ଉନ୍ମିଳିତ ହେଇଯାଉଛି। ଆମେ ସମସ୍ତେ, ଆମକୁ ଯଦି ପଚରାଯାଏ ତମେ ଆପଣ ଭଗବାନଙ୍କୁ ଭଲ ପାଅ, ତମେ କଣ ମାଙ୍କୁ ଭଲ ପାଅ, ପ୍ରଭୁଙ୍କୁ ଭଲ ପାଅ, ଆମେ ସଙ୍ଗେ ସଙ୍ଗେ କହିଦେବା ହଁ, ମୁଁ ତାଙ୍କୁ ଗଭୀର ଭାବରେ ଭଲ ପାଏ। ମୁଁ ପ୍ରାୟ 25 ବର୍ଷ ହେଲା ପ୍ରଭୁଙ୍କର ବାଣୀର ଅଧ୍ୟୟନ କରି ଆସୁଛି, ପାଠଚକ୍ର କରୁଛି। ଯଦି ଭଲ ପାଉନଥିଲେ କରିଥାନ୍ତି? ଆମେ ସଙ୍ଗେ ସଙ୍ଗେ ଉତ୍ତର ଦେଇଦେବା। କିନ୍ତୁ ତଳେଇକରି ଦେଖିଲେ, ଆମେ ନିଜର ଭିତରକୁ ଯଦି ଆମେ ଅନୁଧ୍ୟାନ କରିବା, ଏଇଟା ତ ସତ୍ୟର ସନ୍ଧାନ। ସତ୍ୟ ଆମ ଭିତରେ ଅଛି, ତାକୁ ନିଜ ଭିତରେ ଖୋଜିବାର ଅଛି। ଯିଏ ସେଟା କରୁଛି ସେ ହେଉଛି ସତ୍ୟର ସନ୍ଧାନ। ତ ଯିଏ ଆମ ଭିତରେ ପ୍ରକୃତରେ ସତ୍ୟ ପାଇଁ ଆସ୍ପୃହା କରୁଛି, ସତ୍ୟ ପାଇଁ ଅଭିପ୍ସା ରଖିଛି, ତାକୁ ଆମକୁ ଚିହ୍ନିବାର ଅଛି।
ତାକୁ ସମ୍ମୁଖକୁ ଆଣିବାର ଅଛି। କିନ୍ତୁ ପ୍ରକୃତରେ ସେଇଟା ହଉଛି ଆମର ଚୈତ୍ୟ ସତ୍ତା, ଆମର ଅନ୍ତରାତ୍ମା। କିନ୍ତୁ ସେ ସବୁବେଳେ ଆମକୁ ସଚେତନ କରିବା ସତ୍ତ୍ୱେ ଆମର ମନ, ପ୍ରାଣ ଏବଂ ଦୈହିକ ପ୍ରକୃତିରେ ଏମିତି ଅନେକ ଉପାଦାନ ଅଛନ୍ତି ଯୋଉମାନେ କି ସେ ଭଗବତ ବିଧାନକୁ ସବୁବେଳେ ବିରୋଧ କରିକି ଆସିଛନ୍ତି। ମାର୍ଥ ସେଥିପାଇଁ କହିଲେ ଯେ ମଣିଷ ପ୍ରକୃତରେ ତାର ଅପୂର୍ଣ୍ଣତାକୁ ବହୁତ ଭଲ ପାଏ। ତାର ଅପୂର୍ଣ୍ଣତାକୁ ନେଇକରି ମଣିଷ ଅତ୍ୟନ୍ତ ଖୁସି ହେଇକରି ଥାଏ। ତାକୁ ବହୁତ ଭଲ ପାଏ, ନିଜର ଅପୂର୍ଣ୍ଣତାକୁ ବହୁତ ଭଲ ପାଏ ମଣିଷ। ଆମେ ହୁଏତ ଏବେ ଅସ୍ୱୀକାର କରିଦେବା, କିନ୍ତୁ ଆମେ ପ୍ରମାଣ କରିପାରିବା ଯେ ଆମେ ଆମର ଅପୂର୍ଣ୍ଣତାକୁ ନେଇକରି ଗର୍ବ କରୁ, ଖୁସି ହେଉ। ଆଜିକାଲି ତ ଅନେକ ଲୋକ ଗର୍ବ ସହକାରେ କହୁଛନ୍ତି ଯେ ମୋର ଟିକେ BP ଅଛି ତ, ମୋର ଟିକେ ସୁଗର ଅଛି ତ, ମୋର ଟିକେ ସ୍ପଣ୍ଡିଲାଇଟିସ୍ ଅଛି ବା ଆଉ କଣ ଅଛି। ଅର୍ଥାତ୍ ସତେ ଯେମିତି ରୋଗ ଗୁଡାକ ଆଭିଜାତ୍ୟର ପ୍ରତୀକ। ମାନେ କେତେ ବିକୃତ ସ୍ତରକୁ ଚାଲିଗଲାଣି ମଣିଷ। ପୂର୍ଣ୍ଣ ସ୍ୱାସ୍ଥ୍ୟ, ଅଖଣ୍ଡ ଯୌବନ, ଯାହାକି ଆମର ହକ୍, ଆମର ନ୍ୟାଯ୍ୟ ଦାବି, ଆମର ଅଧିକାର ବା ଆମର ପରିଚୟ, ତାଠୁ ଆମେ ଏତେ ଦୂରେଇ ଯାଇଛୁ ଯେ ଯୋଉଟା ଆମର ଅସଲ ଅସ୍ତିତ୍ୱ ତାହା ଆମ ପାଇଁ ବର୍ତ୍ତମାନ ଗୋଟେ ଚମତ୍କାର ବା ଗୋଟେ ସୁଦୂର ଭବିଷ୍ୟତ। ଆମ ଭିତରେ ଏଭଳି ଅନେକ ଉପାଦାନ ଥାନ୍ତି ଯୋଉମାନେ ଆଧ୍ୟାତ୍ମିକତାକୁ ବିରୋଧ କରନ୍ତି, ସତ୍ୟର ସନ୍ଧାନକୁ ବିରୋଧ କରନ୍ତି। ମା ବହିରେ ପ୍ରଭୁ ସ୍ପଷ୍ଟ ଲେଖିଛନ୍ତି, ଚେତନାର ଗୋଟିଏ ଦିଗରେ ତୁମେ ଯଦି ସତ୍ୟ ଆଡକୁ ନିଜକୁ ଖୋଲିଧର, ଅନ୍ୟ ଦିଗରେ ମିଥ୍ୟା ଆଡକୁ, ଅନ୍ଧକାର ଆଡକୁ ନିଜ ଚେତନାର ଦ୍ଵାରା ଉନ୍ମୁକ୍ତ କରି ରଖ, ତାହେଲେ ଦିବ୍ୟ କୃପା ଯେ ତୁମ ଭିତରେ ସ୍ଥାୟୀ ହୋଇ ରହିବ, ଏ ଆଶା କରିବା ବୃଥା। ପ୍ରକୃତରେ ଆମେ ଆମର ଅପୂର୍ଣ୍ଣତାକୁ ଭଲ ପାଉ, ଅଜ୍ଞାନତାକୁ ଭଲ ପାଉ, ମୃତ୍ୟୁକୁ ଭଲ ପାଉ, ରୋଗ ବ୍ୟାଧିକୁ ଭଲ ପାଉ। ସେଥିପାଇଁ ବାରମ୍ବାର ଜନ୍ମ ଗ୍ରହଣ କରୁ। କାରଣ ଆମେ ଦେଖୁ ଯେ ଅପୂର୍ଣ୍ଣତା ଭିତରେ ଆମକୁ କିଛି ଆନନ୍ଦ, କିଛି ସୁଖ ପ୍ରାପ୍ତ ହେଉଛି। ଯଦି ପୂର୍ଣ୍ଣତା ପ୍ରାପ୍ତ ହେଇଯିବ ମଣିଷକୁ, ତାହେଲେ କିଛି ତାର ସଂଘର୍ଷ ରହିବ ନାହିଁ, ଦ୍ୱନ୍ଦ୍ୱ ରହିବ ନାହିଁ, କୌଣସି ପ୍ରକାର ସଙ୍କଟର ସମ୍ମୁଖୀନ ତାକୁ ହେବାକୁ ପଡିବ ନାହିଁ। ତେଣୁ ସେ ଚାହେଁ ନାହିଁ ତାକୁ ଜୀବନରେ ସଂଘର୍ଷର ଆନନ୍ଦ ପ୍ରାପ୍ତ କରିବା ଦରକାର, ନିଷ୍କ୍ରିୟତାର ଆନନ୍ଦ ନୁହେଁ। ଆମେ ଜୀବନରେ ଦୁଃଖ ଯନ୍ତ୍ରଣାକୁ ଭଲ ପାଉ, କାହିଁକି ନା ଦୁଃଖ ଯନ୍ତ୍ରଣାରୁ ଉତ୍ତୀର୍ଣ୍ଣ ହେଇକରି ସୁଖର ସାମ୍ରାଜ୍ୟରେ ପ୍ରବେଶ କଲେ ଆମକୁ ଲାଗେ ସେଟା ଗୋଟେ ଆମର ବହୁତ ବଡ ସଫଳତା ବା ଭଗବାନଙ୍କର ଅନନ୍ୟ କୃପା। ଦୁର୍ଘଟଣାରୁ ରକ୍ଷା ପାଇଗଲେ ଆମେ ଭଗବାନଙ୍କୁ ଧନ୍ୟବାଦ ଜଣାଉ। କିନ୍ତୁ ଯଦି କିଛି ଦୁର୍ଘଟଣା ହଉନଥାଏ, ତାହେଲେ ଭଗବାନଙ୍କୁ କିଛି ଧନ୍ୟବାଦ ଜଣାଉ ନାହିଁ। ଏଇଟା ହେଉଛି ଆମର ମନୋଭାବ। ସତ୍ୟକୁ ଗ୍ରହଣ କରିବା ପାଇଁ ଆମକୁ ଝଟକା ଦରକାର, ଆମକୁ ଆଘାତ ଦରକାର। ସେଟା ସୂଚେଇ ଦଉଛି ଆମେ ମିଥ୍ୟାକୁ ଭଲ ପାଉଛୁ। ମା କହୁଛନ୍ତି ଯେ ବର୍ତ୍ତମାନ ଆମେ এই ବିଶ୍ୱ ଇତିହାସର ଏକ ମୀମାଂସାତ୍ମକ ମୋଡ ଜାଗାରେ ପହଞ୍ଚି ଯାଇଛୁ। ମାନେ ଏମିତି ଗୋଟେ ଛକ ଜାଗାରେ ବା ମୋଡ ଜାଗାରେ ଆମେ ପହଞ୍ଚିଛୁ ଯୋଉଠି ଆମକୁ ଗୋଟେ ଦୃଢ ନିଷ୍ପତ୍ତି ନେବାକୁ ପଡିବ ଏବଂ ପ୍ରକୃତି ଆମକୁ ସେ ପ୍ରଶ୍ନ ପଚାରୁଛି, ଯାହା ମା କହିଲେ ମେନ୍ countries and continent. The choice is imperative, truth or abyss.
हे मानव देश महादेश सकल नान्य पंथा विद्यते अनाय माछिन्य सत्य वा रसातल। এইটা হচ্ছে সে ନିର୍ଣ୍ଣାୟକ ମୋଡ଼ ଛକ ଜାଗା। ଆମେ ଚାହିଁଲେ ସତ୍ୟକୁ ଗ୍ରହଣ କରିବା, ଚାହିଁଲେ ମିଥ୍ୟାକୁ ବରଣ କରି ଆମର ବିବର୍ତ୍ତନକୁ ଆହୁରି କେତେ ଶହ ବର୍ଷ ପଛକୁ ଘୁଞ୍ଚେଇଦେବା। ପ୍ରକୃତରେ ସତ୍ୟକୁ ବରଣ କରିବା ନ କରିବା ଭିତରେ ପାର୍ଥକ୍ୟଟା କେବଳ ସମୟର। ଆଉ କିଛି ବର୍ଷ ପରେ ତ ଆପେ ଗ୍ରହଣ କରିବା। ଯୋଉମାନେ ଏବେ ଗ୍ରହଣ କରୁଛନ୍ତି ତା ପୂର୍ବରୁ କେତେ ଶହ ବର୍ଷ ବୁଲି ସାରିଥିବେ। ତେଣୁ ବର୍ତ୍ତମାନ ବି କିଛି ଲୋକ ବୁଲୁଛନ୍ତି, କିଛି ଜୀବ, ଖାଲି ତ ମଣିଷ ନୁହେଁ, ଭଗବାନଙ୍କ ସୃଷ୍ଟିରେ ସମସ୍ତେ ଗୋଟେ ଗୋଟେ ଜୀବ ଏବଂ ସମସ୍ତେ ବିବର୍ତ୍ତନର ପଥର ଯାତ୍ରୀ। ତେଣୁ ସମସ୍ତେ ଦିନ ନା ଦିନେ ଏଇ ବିନ୍ଦୁକୁ ଆସିବେ ଯୋଉଠି ସେମାନେ ଭଗବାନଙ୍କୁ ନିର୍ଦ୍ୱନ୍ଦରେ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନ ସେ ସମୟ ଆସିନାହିଁ। ତେଣୁ ପ୍ରଭୁ ଗୋଟେ ସ୍ୱଗତୋକ୍ତି କଲା ଭଳି କହୁଛନ୍ତି, ଯଦି ମଣିଷ ଜାତି ଆଧ୍ୟାତ୍ମିକତାର ଭୂମିକୁ ଉତ୍ତୀର୍ଣ୍ଣ ହେବା ପାଇଁ ନିଜର ସମ୍ମତି ପ୍ରଦାନ କରିଦିଅନ୍ତା। ତେଣୁ ମା ତ ସୂଚାଇ ଦେଲେ, ଯଦି ଆମେ ଆଧ୍ୟାତ୍ମିକତାକୁ ବରଣ କରିନେବା, ସତ୍ୟ ହେଉଛି ଆଧ୍ୟାତ୍ମିକତା। ଜୀବନର ପ୍ରତ୍ୟେକ ଅନୁଭୂତିରେ ସତ୍ୟର ସନ୍ଧାନ। এই ଶରୀରଟା ପ୍ରକୃତରେ କଣ, ମୋତେ କାହିଁକି ଦିଆଯାଇଛି, ଏହାର ମୁଁ କେମିତି ଯତ୍ନ ନେବି, ଆମର ପ୍ରାଣ ପ୍ରକୃତିଟି କଣ, ମୁଁ ତାକୁ କେମିତି ଚିହ୍ନିବି, କେମିତି ତାକୁ ଶୃଙ୍ଖଳିତ କରିବି, ସେହିପରି ମନୋଚେତନାର କିଭଳି ସର୍ବୋଚ୍ଚ ଏବଂ ସର୍ବୋତ୍ତମ ବିନିଯୋଗ କରିବି। ଜୀବନରେ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଖୋଜିବା, ଏଇଟା ହେଉଛି ସେ ସତ୍ୟର ସନ୍ଧାନ ବା ଆଧ୍ୟାତ୍ମିକତାର ଭିତ୍ତିଭୂମି। ମା କହୁଛନ୍ତି, ଏକାଥରକେ ଯେ ସମଗ୍ର ମଣିଷ ଜାତି ଆଧ୍ୟାତ୍ମିକୃତ ହେଇଯିବେ, ସେମାନଙ୍କର ଚରିତ୍ର ରୂପାନ୍ତର ହେଇଯିବ, ଏଇଟା ସମ୍ଭବ ନୁହେଁ। ଏମିତି ହବ ନାହିଁ। କାରଣ ବିକାଶର ଚେତନାର ବିକାଶର ଧାରା, ବିବର୍ତ୍ତନର ଧାରା ସବୁବେଳେ ଗୋଟେ କଣ୍ଟିନ୍ୟୁଅସ ପ୍ରୋସେସରେ ଚାଲିଥାଏ। ସେଥିରେ କୌଣସି ଗ୍ୟାପ୍ ବା ଗଲ୍ଫ ବା ଜମ୍ପ ନଥାଏ। ଚେତନାକୁ ଡେଇଁକରି ପାର କରାଯାଏ ନାହିଁ, ତାକୁ ଠିକ ଭାବରେ ପାଦରେ ଚାଲିକରି ଅତିକ୍ରମ କରାଯାଏ। ତାର ଅର୍ଥ ହେଉଛି ହଠାତ୍ କୌଣସି ପରିବର୍ତ୍ତନ, ଗୋଟେ ଯାଦୁକାରୀ ପ୍ରକ୍ରିୟାରେ ଯଦି ସେଟା କରାଗଲା ତାହେଲେ ଉଦ୍ଦେଶ୍ୟ ପୂରଣ ହେବ ନାହିଁ। କାରଣ ଚେତନା ରୂପାନ୍ତର କୌଣସି ଯାଦୁକାରୀ ପ୍ରକ୍ରିୟା ଦ୍ୱାରା ନୁହେଁ, ବରଂ ଆନ୍ତରିକ ପ୍ରଚେଷ୍ଟା ଦ୍ୱାରା, ତପସ୍ୟା ଦ୍ୱାରା ଏବଂ ତପସ୍ୟାର ଉତ୍ତର ସ୍ୱରୂପ ଅବତରଣ କରେ ଯେଉଁ ପରମ ଭାଗବତ କରୁଣା, ତାହାର ହସ୍ତକ୍ଷେପ ଦ୍ୱାରା। କିନ୍ତୁ ସେଥିପାଇଁ ମଧ୍ୟ ମଣିଷକୁ ଯୋଗ୍ୟ ହେବାକୁ ପଡ଼ିବ, ତାର ଆଧାରକୁ ପ୍ରସ୍ତୁତ କରିବାକୁ ପଡ଼ିବ, ତାପରେ ଯାଇକରି ସେ ଚେତନା ତା ଭିତରେ ଅବତରଣ କରିବ। ତେଣୁ ମା ତ ସୂଚିତ କରିଦେଲେ, ଯଦି ଆମେ ସତ୍ୟକୁ ବର୍ଣ୍ଣନ ନ କରିବା, ଆଧ୍ୟାତ୍ମିକତାର ଯାତ୍ରୀ ଯଦି ନ ହେବା, ତାହେଲେ ରସାତଳଗାମୀ ହେବା ଅନିବାର୍ଯ୍ୟ। ରସାତଳ କଣ? ଚେତନାର ଗୋଟେ ଅତି ଅନ୍ଧକାରାଚ୍ଛନ୍ନ ଅବସ୍ଥା, ଗ୍ରହଣଶୀଳ ଅବସ୍ଥା। ଯୋଉଠି ଆମେ ବିରୋଧୀ ଶକ୍ତିମାନଙ୍କ ପ୍ରତି ନିଜର ଦ୍ୱାର ଉନ୍ମୁକ୍ତ ରଖିଥାଉ, ଗୋଟେ ପଟେ ଭଗବାନଙ୍କୁ ଆବାହନ କରୁଥାଉ, ସତ୍ୟକୁ ଆବାହନ କରୁଥାଉ, କିନ୍ତୁ ଅନ୍ୟପଟେ ବିରୋଧୀ ଶକ୍ତିମାନଙ୍କ ପାଇଁ ନିଜର ଚେତନାର ଦ୍ୱାରଟି ଉନ୍ମୁକ୍ତ କରିଦେଇଥାଉ। ଏଇଟା ହେଉଛି ଆମର ଅସୁବିଧା। ମା କହୁଛନ୍ତି, ସମଗ୍ର ମଣିଷ ଜାତି ଏକାଥରକେ ତ ସତ୍ୟାଭିମୁଖୀ, ସତ୍ୟାନୁରାଗୀ ହେବା ସମ୍ଭବ ନୁହେଁ। ଯଦି କେଇ ଜଣ ବ୍ୟକ୍ତି, ଅଳ୍ପ ସଂଖ୍ୟକ, ପ୍ରଭୁ ମଧ୍ୟ ସେ କଥା କହିଛନ୍ତି, ମୁଁ ଲକ୍ଷ ଲକ୍ଷ ଶିଷ୍ୟ ଚାହେଁ ନା, ମୋର ଦରକାର ହାତ ଗଣତି କିଛି ଜଣ
ସେମାନେ ଯଦି ସମ୍ମତ ହେଇଗଲେ ସତ୍ୟକୁ ବରଣ କରିବା ପାଇଁ, ତାହେଲେ ମୋର କାମ ହେଇଯିବ ପ୍ରଭୁ କହୁଛନ୍ତି। ଏବଂ କହୁଛନ୍ତି ଯଦି କେତେ ଜଣ ବ୍ୟକ୍ତି ଖାଣ୍ଟି ସୁନାରେ ପରିଣତ ହେଇଯାଆନ୍ତି, ତେବେ ତାହା ମଧ୍ୟ ଯଥେଷ୍ଟ ହୁଅନ୍ତା। କାରଣ ଜାଗତିକ ଘଟଣାବଳୀର ଗତି ଦିଗକୁ ବଦଳାଇ ଦେବା ପାଇଁ ତାହା ହିଁ ଯଥେଷ୍ଟ ହୁଅନ୍ତା। ବଡ଼ ଜରୁରୀ ଭାବରେ ବର୍ତ୍ତମାନ ଏହି କଥାଟିର ଆବଶ୍ୟକତା ରହିଛି। କିଛି ଜଣ ବ୍ୟକ୍ତି ଯଦି ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହେଇଯିବେ, ଅର୍ଥାତ୍ ତାଙ୍କର ଚେତନା ସମ୍ପୂର୍ଣ୍ଣ ଭାବରେ ଗ୍ରହଣଶୀଳ ହେଇଯିବ, ତାହେଲେ ସେମାନେ ହିଁ ଏହି ଭବିଷ୍ୟତର ଦିବ୍ୟ ସ୍ୱର୍ଗ ରାଜ୍ୟକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଣୀର ଭୂମିକା ଗ୍ରହଣ କରିବେ। ସେମାନେ ହେବେ ଅଗ୍ରଣୀ ଯୋଦ୍ଧା, ପାୟୋନିୟର୍ସ। ଏବଂ ପ୍ରକୃତରେ ତାର ଆବଶ୍ୟକତା ରହିଛି ମଣିଷକୁ ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହେବାକୁ ପଡ଼ିବ। ଏଥିପାଇଁ ଆମକୁ ବୀର ଏବଂ ସାହସୀ ହେବାକୁ ପଡ଼ିବ। ଆମର ନିଜର ପ୍ରତିକୂଳତା ବିରୁଦ୍ଧରେ, ଆମ ନିଜ ଭିତରେ ଅପୂର୍ଣ୍ଣତା ଗୁଡ଼ିକର ବିରୁଦ୍ଧରେ, ଅସ୍ପଷ୍ଟତା ଗୁଡ଼ିକର ବିରୁଦ୍ଧରେ ଆମକୁ ଦୃଢ଼ ଭାବରେ ଛିଡ଼ା ହେବାକୁ ପଡ଼ିବ। ଆମର ଚେତନାର ପ୍ରତିକୂଳତା ଗୁଡ଼ିକୁ ଆମେ ପ୍ରଥମେ ଚିହ୍ନିବା ଏବଂ ତାକୁ ଅତିକ୍ରମ କରିବା ପାଇଁ ବା ତାକୁ ତା ଉପରେ ପ୍ରଶ୍ରୟ ନ ଦେବା ପାଇଁ ଆମେ ଭଗବାନଙ୍କୁ ସାକ୍ଷୀ ରଖି ଆମର ସର୍ବୋଚ୍ଚ ଚେଷ୍ଟା ପ୍ରୟୋଗ କରିବା। ମା କହୁଛନ୍ତି ପରମ ଦିବ୍ୟ ସତ୍ୟ ଆମଠାରୁ ଯେଉଁ ସାହସ ଏବଂ ବୀରତ୍ୱ ଆଶା କରୁଛନ୍ତି, ସେହି ସାହସ ଏବଂ ବୀରତ୍ୱକୁ ଆମେ ନିଜର ପ୍ରତିକୂଳତା ଗୁଡ଼ିକ ବିରୁଦ୍ଧରେ, ଅପୂର୍ଣ୍ଣତା ଗୁଡ଼ିକର ଏବଂ ଅସ୍ପଷ୍ଟତା ଗୁଡ଼ିକର ବିରୁଦ୍ଧରେ କାହିଁକି ପ୍ରୟୋଗ କରି ନପାରିବା? ଆମେ କାହିଁକି ଅନ୍ତର୍ଗତ ଶୁଦ୍ଧିକରଣର ସେ ଅଗ୍ନିପାତ୍ରଟିର ବୀର ପରି ସମ୍ମୁଖୀନ ହୋଇ ନପାରିବା, ଯେପରିକି ଆମକୁ ଆଉ ଥରେ ସମସ୍ତ ସଭ୍ୟତାକୁ ଆଣି ଘୋର ଅନ୍ଧାରର ଗର୍ଭରେ ପକାଇ ଦେଉଥିବା ସେ ମହାଭୟଙ୍କର କରାଳ ଧ୍ୱଂସଲୀଳା ଗୁଡ଼ିକ ମଧ୍ୟରୁ ଏକ ଅନ୍ୟତମ ପର୍ଯ୍ୟାୟ ମଧ୍ୟ ଦେଇ ଆଦୌ ଗତି କରିବାକୁ ପଡ଼ିବ ନାହିଁ। ଅର୍ଥାତ୍ ମା ଏଠି କହୁଛନ୍ତି, ଯଦି ଆମେ ଆମର ପ୍ରତିକୂଳତା ଗୁଡ଼ିକ ବିରୁଦ୍ଧରେ, ଅପୂର୍ଣ୍ଣତା ଗୁଡ଼ିକ ବିରୁଦ୍ଧରେ ଛିଡ଼ା ହେବାର ଅଛି, ଯଦି ଲଢ଼ିବାର ଅଛି, ତାହେଲେ ଆମକୁ ବୀର ଯୋଦ୍ଧା ହେବାକୁ ପଡ଼ିବ। ଆମ ଭିତରେ ସାହସ ଏବଂ ଧୈର୍ଯ୍ୟର ଗୋଟେ ବିରାଟ ସେତୁବନ୍ଧ ସ୍ଥାପନ କରିବାକୁ ପଡ଼ିବ। ଆମେ ବାହ୍ୟ ସ୍ତରରେ, ବାହ୍ୟ ରୂପରେଖରେ ହୁଏତ ଏଭଳି ଅଜ୍ଞାନତା ବା ଅନ୍ଧକାରର ଅନୁସରଣ କଲା ଭଳି ମନେ ହେଇପାରେ, ଅନେକ ସେମିତି ଭାବିପାରନ୍ତି, କିନ୍ତୁ ଆମେ ଯଦି ନିଶ୍ଚିତ ଆମେ ସତ୍ୟର ସନ୍ଧାନୀ, ତାହେଲେ ଅବଶ୍ୟ ଆମକୁ ଉପାୟ ପ୍ରାପ୍ତ ହେବ ଏବଂ ଆମକୁ ବାରମ୍ବାର ସେ ଗୋଟିଏ ଭୁଲ ଦୋହରାଇବାକୁ ପଡ଼ିବ ନାହିଁ। ମା କହୁଛନ୍ତି ଆମ ପାଖରେ ସମସ୍ୟାଟି ହେଉଛି ଯେ ଆମେ ପ୍ରତ୍ୟେକେ ନିଜର ମାର୍ଗଟି ଚୟନ କରିଥାଉ। ଯଦି ଆମେ ନିଜ ଭିତରେ ଭଗବାନଙ୍କର ପ୍ରଶ୍ନ ଏବଂ ତାଙ୍କର ହିଁ ଉତ୍ତର, ପ୍ରକୃତରେ ପ୍ରଶ୍ନକର୍ତ୍ତା ମଧ୍ୟ ସିଏ, ଉତ୍ତରଦାତା ମଧ୍ୟ ସିଏ, ଆମେ ଖାଲି ଘାଣ୍ଟି ହେଉଛନ୍ତି। ଆମକୁ ତ କୁହାଯାଏ ନାହିଁ ଘାଣ୍ଟି ହେବା ପାଇଁ,
କିନ୍ତୁ ଆମେ ଘାଣ୍ଟି ହଉଛୁ ଏଥିପାଇଁ ଯେ ଆମକୁ ଶୀଘ୍ରାତି ଶୀଘ୍ର ନାକ୍ ଏକ୍ରିଡିଟେସନ ଆଣିବାର ଅଛି। ମା କହୁଛନ୍ତି ଯେ ଆମର ସମସ୍ୟା ହେଉଛି ଆମେ ନିଜେ ନିଜ ଭିତରେ ସେ ସମସ୍ୟାଟିର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରୁ। ମା କହୁଛନ୍ତି ଯେଉଁ ସବୁ ପ୍ରଶ୍ନ ଆମକୁ ପଚରା ଯାଇଛି ଆଜି ସନ୍ଧ୍ୟାରେ ମୁଁ ସେଇ ସବୁ ପ୍ରଶ୍ନର ଉତ୍ତର ଦେଉଛି ଏବଂ ଶ୍ରୀଅରବିନ୍ଦଙ୍କର ଭାଷାରେ ହିଁ ମୁଁ ଏହାର ଉତ୍ତର ଦେଉଛି। ଏବଂ ମା ଶେଷରେ ଯୋଡ଼ି ଦଉଛନ୍ତି ଗୋଟେ କଥା ଯେ ତେଣେ କାଳ ବି ଚାପ ଦେବାର ଲାଗିଲାଣି। ମନୁଷ୍ୟର ଦୃଷ୍ଟିକୋଣରୁ ବିଚାର କଲେ କାଳ ବି ଆମଠାରୁ ଏହି ସମ୍ମତିଟିକୁ ଦାବି କରିବାକୁ ଆସିଲାଣି। କାଳ ଅର୍ଥ ସମୟ। କାଳକୁ ମୃତ୍ୟୁର ବି ଅନ୍ୟ ନାମ ବୋଲି କୁହାଯାଏ। ଆମେ ଯେଉଁ ଅର୍ଥରେ ବୁଝିଲେ ବି ଏହି ଶବ୍ଦଟି ପ୍ରଯୁଜ୍ୟ ହେବ। କାଳର ଚାପ କହିଲେ ଆମେ କଣ ବୁଝୁ? ଆମକୁ ଯେଉଁ ଗୋଟେ ସଙ୍କଟଜନକ ପରିସ୍ଥିତିରେ ଆମକୁ ପକେଇ ଦଉଛି ଆମର ଦୈବୀ ବିଧାନ, କିନ୍ତୁ ଆମେ ନିଜକୁ ଆଶ୍ୱାସନା ଦଉ ଯେତେବେଳେ ଜାଣୁ ଯେ ଭଗବାନ ଶ୍ରୀ ରାମଚନ୍ଦ୍ର ଗୋଟେ ରାଜ୍ୟର ସାର୍ବଭୌମ ସମ୍ରାଟ ହେଇକରି ମଧ୍ୟ ତାଙ୍କୁ ବନ ଗମନ କରିବାକୁ ପଡ଼ିଛି। 14 ବର୍ଷ ବନବାସ। ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ କେତେ ସମସ୍ୟାର ସମାଧାନ କରିବାକୁ ନ ପଡ଼ିଛି। ସେ ଚାହିଁଥିଲେ ତାଙ୍କର ଅଲୌକିକ ଶକ୍ତି ବଳରେ ସବୁ ଘଟଣାର ସମାଧାନ ଗୋଟିଏ ମୁହୂର୍ତ୍ତରେ କରିଦେଇଥାନ୍ତି, କିନ୍ତୁ ଭଗବାନ କଦାପି ତାହା କରନ୍ତି ନାହିଁ। ଭଗବାନ ସେସବୁ କରନ୍ତି ପ୍ରତ୍ୟେକ ଜୀବର ଅହଙ୍କାରକୁ ଆଶ୍ରୟ କରି, ତାର ଅହଂ ମାଧ୍ୟମରେ ତା ଦ୍ୱାରା ସେ କାର୍ଯ୍ୟଟି କରାନ୍ତି। ଏବଂ ଏଇ ଯେଉଁ ଚାପ ଦେବା କଥା କୁହାଯାଉଛି ପ୍ରକୃତିର ଚାପ, ଏଇଟା ହେଉଛି ସମୟର ଦାବି। ସମୟ ଆମକୁ ସୂଚେଇ ଦଉଛି ଦେଖ ଜୀବନ ଅତି କ୍ଷୁଦ୍ର, ତମର ଜୀବନ ଆଉ ଦୀର୍ଘକାଳୀନ ନୁହେଁ, କେଉଁ ମୁହୂର୍ତ୍ତରେ ଖସିଯିବ ଜାଣିପାରିବ ନାହିଁ। ତେଣୁ ଯେତେ ଶୀଘ୍ର ସମ୍ଭବ ଭଗବାନଙ୍କୁ ଅନୁସରଣ କର। ଏବଂ ଏଠି ମଧ୍ୟ ମା କହୁଛନ୍ତି ଯେ ମନୁଷ୍ୟର ଦୃଷ୍ଟିକୋଣରୁ ବିଚାର କଲେ କାଳ ବି ଆମଠାରୁ ଏହି ସମ୍ମତିଟିକୁ ଦାବି କରିବାକୁ ଆଗେଇ ଆସିଲାଣି। କାଳ ମଧ୍ୟ ଆମଠାରୁ ଏହି ସମ୍ମତି ଚାହେଁ ଯେ ଆମେ ସତ୍ୟର ସନ୍ଧାନୀ ହେବା, ସତ୍ୟକୁ ଜୀବନରେ ବାଛିବା। ତା ଫଳରେ ଆମେ ଭଗବାନଙ୍କର ସେ ଦିବ୍ୟ ବିଧାନ ବା ଦୈବୀ ଶକ୍ତିର ଚାବୁକ ପ୍ରହାରରୁ ମୁକ୍ତ ହେବା। ଖାଲି ସେଥିରୁ ମୁକ୍ତ ହେବା ନାହିଁ, ବରଂ ଭଗବାନଙ୍କର ସୃଷ୍ଟିର ଅସଲ ଉଦ୍ଦେଶ୍ୟ ପୂରଣ କରିବାରେ ଆମେ ସକ୍ରିୟ ଏବଂ ଯୋଗ୍ୟ ଭୂମିକା ଗ୍ରହଣ କରିବା। ଏଇଟା ଭଗବାନ ଚାହାନ୍ତି ଆମ ସମସ୍ତଙ୍କ ଠାରୁ। ତେଣୁ ଆମେ ସଂକଳ୍ପବଦ୍ଧ ହେବା। ଭଗବାନ ଆମଠାରୁ ଯାହା ଆଶା କରନ୍ତି ଆମେ ତାକୁ ଭଗବାନଙ୍କୁ ଦେଇଦେବା ପାଇଁ ସଂକଳ୍ପ କରିବା ଏବଂ ସେ ଦିଗରେ ସଚେତନ ସଯତ୍ନ ପ୍ରୟାସ କରିବା। ସମସ୍ତଙ୍କ ତରଫରୁ ମାଙ୍କ ପାଖରେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା ଜଣାଇ, ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ, ସମସ୍ତଙ୍କ ପାଇଁ ମାଙ୍କର କୃପା ଶେଷ ଭିକ୍ଷା କରି ଆଜିର ଆଲୋଚନାକୁ ଏଠି ବିରାମ ଦେଉଛି। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।